ମୁଁ ଆଜ୍ଞା ଦୋକାନରେ ବସିଥିଲି। ଦୋକାନ 3ଟା 3:30 ବେଳକୁ ପୋଲିସ ପବ୍ଲିକ କହିଲେ ବନ୍ଦ କରିବାକୁ। ବନ୍ଦ କଲି ଦୋକାନ। ବନ୍ଦ କରି ମୁଁ ଘରୁ ଆସିଲି। ବାପା ମୋତେ ନେଇଗଲେ ଥାନାକୁ। ଥାନାରେ ମୋତେ ପୁଣି ମାଡ଼ ଷ୍ଟାର୍ଟ। ଆଗ ବସେଇଲେ ଖାଇବା ଜଳଖିଆ ଖାଇବି କହିଲି। ବାବା ନେଇ ଖାଇବାକୁ ଦେଲେ। ମୁଁ ଖାଇସାରିଲି। ପାଣି ବୋତଲଟେ ଦେଇଥିଲେ ପିଇଲି। ସେ ସାଙ୍ଗଟା ବି ପିଇଲା। ତାପରେ ଆଉ ଜଣେ ଲୋକ ସିଭିଲରେ ଆସିଲା, ପୁରା ହାଇଟ୍ ଲୋକଟେ ସିଭିଲରେ। ସେ ଚାର୍ଜ କଲେ। ସିଏ ଚାର୍ଜ କଲେ, ତାପରେ IAS ଆସିଲେ, IAS ବି ଚାର୍ଜ କଲେ। 2 ଜଣ ଚାର୍ଜ କଲେ। ମୋତେ କହିଲା ଅଣ୍ଟାକୁ, ପିଠିକି, ହାତକୁ। ତାପରେ ମୋତେ IAS କହିଲେ ହାତ ଏମିତି କର। ମୁଁ ହାତ ଏମିତି କଲି, ଏଇଠି ହେଲେ ମାଇଲା। ନେଲେ ଯେ ଗାଳି ମନ୍ଦ କରୁଛନ୍ତି କାହିଁକି ଏଇ ଲୋକ ମୋ ଦୋକାନ ଆଗରେ ଗାଳି ମନ୍ଦ ହେଲା। ସିଏ ନିଶା ଖାଇଥିଲା। ମୋର ମୁଁ ଠିକ ସେ ବସିଥିଲି ଦୋକାନରୁ। ତାପରେ ମତେ 3:30 4ଟା ହବ। 11ଟା ହବ। ନା ସେ ସେମାନଙ୍କ ସହିତ ମୋର କିଛି ନାହିଁ। ମୋ ହେଲା ଦୋକାନ କରୁଛି, ଦୋକାନ ବେପାର କରିବି ନା। ନିଶା ଘରୁ ଆସିବେ, ଭଲ ଲୋକ ଆସିବେ, ମନ୍ଦ ଲୋକ ଆସିବେ। ଏ ପାଉଡର ବିକା ହଉଛି ଜଙ୍ଗଲରେ, ତାକୁ ଧରିବେନି। ପାନ ଦୋକାନ ଉପରେ ଷଣ୍ଢ ଆସିକି ମୋତେ ଏମିତି ମାରିଛନ୍ତି ସବୁ ଅଣ୍ଟା ହାତ ଦେଖୁଛନ୍ତି। ହଁ କରିବାକୁ ବାବା ଯାଇଛନ୍ତି। SPO ଯାଇଥିଲେ କାଲି। ନା କିଛି ଜାଣି ନ୍ୟୁଜ୍ ରିପୋର୍ଟର ମାନେ ଆସୁଛନ୍ତି ସବୁ।